हेलो एवरीवन वेलकम टू स्वाति रश्मि क्रिएशन। आमे पंचम श्रेणी साहित्य बहिर नई गला आपे मथा विषयटीर अभ्यास करिबा। अभ्यास 1 नंबर आस कथावार्ता हेबा। क एही कवितारे वर्णित अनंत किए? एही कवितारे वर्णित अनंत हेउछंती पंडित गोपबंधु दासଙ୍କ सहकर्मी प्रचारक अनंत मिश्र। ख गोपबंधुଙ୍କ मन अस्थिर ହେଲା କାହିଁକି? अनंत साइकेल किଣିବା ପାଇଁ କିଛି ଧନ ସାଇତି ରଖିଥିବା କଥା ଜାଣିବା ପରେ ଗୋପବନ୍ଧୁଙ୍କ ମନ अस्थिर ହେଲା। ଗ ଏହି କବିତାରେ ଦାସେ ଆପଣ କାହା ଉଦ୍ଦେଶ୍ୟରେ କୁହାଯାଇଛି? ଏହି କବିତାରେ ଦାସେ ଆପଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ଘ ଅନନ୍ତ କାହିଁକି ଦୁଃଖରେ ଭାଳି ହେଲେ? ଅନନ୍ତ ଦୀର୍ଘ 1 ବର୍ଷ ପୂରଣ ହେବା ପରେ ମଧ୍ୟ ଗୋପବନ୍ଧୁଙ୍କ ଠାରୁ ନିଜର ଟଙ୍କା ଫେରସ୍ତ ନ ପାଇବାରୁ ଦୁଃଖରେ ଭାଳି ହେଲେ। ଙ ଏହି କବିତାରେ କେଉଁ ସ୍ଥାନକୁ ସ୍ୱର୍ଗପୁର କୁହାଯାଇଛି? ଯେଉଁ ସ୍ଥାନରେ ଦୁଃଖୀ ଜନଙ୍କର ସେବା କରାଯାଏ ତାହାକୁ ସ୍ୱର୍ଗପୁର ବୋଲି କବିତାରେ କୁହାଯାଇଛି। 2 ନମ୍ବର ପଦର ଛାଡ଼ି ଯାଇଥିବା ଅଂଶକୁ ପୂରଣ କରିବା। କ ଟଙ୍କା ଥଳି ଆଣି ଥୋଇଲେ ଅନନ୍ତ ଦାସେ ଆପଣଙ୍କ ପାଶେ। ଖ ହାତେ ଧରି ଥଳି ଚାହିଁଲେ ନିମିଷେ ଦୁଃଖ ମିଶା ଦର ହାସେ। ଗ ଟଙ୍କା ନେଇଯାଅ ସାଇକେଲ କିଣା ମନୁ କରିଦିଅ ଦୂର। ଘ ଡେସ୍ ଯେଉଁଠି କରୁଛ ଦୁଃଖୀ ଜନ ସେବା ଯେଉଁଠି କରୁଛ। ଙ ସେଇ ତ ସରଗପୁର। 3 ନମ୍ବର ତଳ ପଦଗୁଡ଼ିକୁ କଥା ଆକାରରେ ଲେଖିବା। ଯେପରି ସାଇକେଲଟିଏ କିଣିବ ଅନନ୍ତ ସାଇତିଛି କିଛି ଧନ। ଉତ୍ତର ଅନନ୍ତ ସାଇକେଲଟିଏ କିଣିବା ପାଇଁ କିଛି ଧନ ସାଇତିଛି। ସେପରି କ ଏକଥା ଜାଣିଲେ ଗୋପବନ୍ଧୁ ବାବୁ ଅଥିର ହୋଇଲା ମନ। ଉତ୍ତର ଗୋପବନ୍ଧୁ ବାବୁ ଏକଥା ଜାଣିବାରୁ ତାଙ୍କ ମନ ଅଥିର ହେଲା। ଖ ବହୁତ ଦିନରୁ ଥକି ପଡ଼ିଲିଣି ପାଦରେ ମୁଁ ଚାଲି ଚାଲି। ଉତ୍ତର ବହୁତ ଦିନରୁ ମୁଁ ପାଦରେ ଚାଲି ଚାଲି ଥକି ପଡ଼ିଲିଣି। ଗ ପାଦେ ଚାଲି ଚାଲି ଭୋକିଲା ଲୋକର ଖବର ଫେରୁଛ ନେଇ। ପାଦରେ ଚାଲି ଚାଲି ଭୋକିଲା ଲୋକର ଖବର ନେଇ ଫେରୁଛ। ଘ ସରମରେ ସଢ଼ି ବୁଝିଲେ ଅନନ୍ତ ତାଙ୍କ ମରମର କଥା। ଅନନ୍ତ ସରମରେ ସଢ଼ିଗଲେ ଏବଂ ତାଙ୍କ ମର୍ମର କଥା ବୁଝିଲେ। 4 ନମ୍ବର ଯେପରି ବରଷର ଗଦ୍ୟରୂପ ବର୍ଷ ସେପରି ଏହି କବିତାର ଆଉ କେଉଁ ଶବ୍ଦକୁ ଗଦ୍ୟ ରୂପରେ ଲେଖିହେବ ବାଛି ତାହାର ଗଦ୍ୟ ରୂପ ଲେଖିବା। ଅଥିର ଅସ୍ଥିର, ଅଳପ ଅଳ୍ପ, ସରଗପୁର ସ୍ୱର୍ଗପୁର, ସରଗ ସ୍ୱର୍ଗ, ବରଷେ ବର୍ଷେ, ବରଷା ବର୍ଷା, ମୁକୁତା ମୁକ୍ତା, ମରମ ମର୍ମ। 5 ନମ୍ବର ଘରକୁ ଘର ଏହାକୁ ମଧ୍ୟ ଘର ଘର ବୋଲି ଲେଖାଯାଇପାରେ। ସେହିପରି ଏଗୁଡ଼ିକ କ'ଣ ହେବ ଲେଖିବ। ବର୍ଷକୁ ବର୍ଷ, ବର୍ଷ ବର୍ଷ, ମାସକୁ ମାସ, ମାସ ମାସ, ଗାଁକୁ ଗାଁ, ଗାଁ ଗାଁ, ଦ୍ୱାରକୁ ଦ୍ୱାର, ଦ୍ୱାର ଦ୍ୱାର, ଜଣକୁ ଜଣ, ଜଣ ଜଣ, ଦେଶକୁ ଦେଶ, ଦେଶ ଦେଶ। 6 ନମ୍ବର ଦୁଇଟି ପାଦକୁ ଚରଣ ଯୁଗଳ କହିବା ପରି ତଳେ ଲେଖାଥିବା ପଦଗୁଡ଼ିକୁ କ'ଣ କୁହାଯାଏ ଲେଖିବା। ଦୁଇଟି ଚକ୍ଷୁ, ଚକ୍ଷୁ ଯୁଗଳ, ଦୁଇଟି ହସ୍ତ, ହସ୍ତ ଯୁଗଳ, ଦୁଇଟି ମୂର୍ତ୍ତି, ମୂର୍ତ୍ତି ଯୁଗଳ, ଦୁଇଟି ପକ୍ଷୀ, ପକ୍ଷୀ ଯୁଗଳ। 7 ନମ୍ବର ହାସ ଶବ୍ଦ ପୂର୍ବରୁ ଦର ଲାଗି ଦରହାସ ଶବ୍ଦ ହୋଇଛି। ସେପରି ପୂର୍ବରୁ ଦର ଲାଗିଥିବା ଶବ୍ଦ କେତୋଟି ଲେଖିବା। ଦର ପୋଡ଼ା, ଦର ପାଚିଲା, ଦର ଖିଆ, ଦର ସିଝା, ଦର କଞ୍ଚା, ଦର ପାକ, ଦର ଛିଣ୍ଡା, ଦର ପଢ଼ା। 8 ନମ୍ବର ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା।
କ. ଗୋପବନ୍ଧୁ ଅନନ୍ତଙ୍କୁ ପାଖକୁ ଡାକି କ'ଣ କହିଲେ? ଗୋପବନ୍ଧୁ ଅନନ୍ତଙ୍କୁ ପାଖକୁ ଡାକି ଟଙ୍କା କଥା ମନେ ଥିବାର କହିଲେ। ଅନନ୍ତ ଯଦି ତାଙ୍କ କଥା ରଖିବେ ତେବେ ସେ ସାଥେ ସାଥେ ଟଙ୍କା ଫେରାଇ ଦେବେ। ସେହି କଥାଟି ହେଉଛି ଅନନ୍ତ ସାଇକେଲ ନ କିଣି ଦୁଃଖୀଜନଙ୍କର ସେବା କରିବେ। ଖ. ଅନନ୍ତ କେଉଁମାନଙ୍କର ଖବର ସଂଗ୍ରହ କରୁଥିଲେ? ଅନନ୍ତ ପାଦରେ ଚାଲି ଚାଲି ଭୋକିଲା ଲୋକର ଖବର ସଂଗ୍ରହ କରୁଥିଲେ। ଗ. ଅନନ୍ତ ଲଜ୍ଜିତ ହେଲେ କାହିଁକି? ଗୋପବନ୍ଧୁ ଅନନ୍ତଙ୍କୁ ବୁଝାଇଦେଲେ ଯେ ସେ ସାଇକେଲ ନ କିଣି ସେ ଦୁଃଖୀଜନଙ୍କର ସେବା କରନ୍ତୁ। ଦୁଃଖୀମାନଙ୍କର ଶୁଖିଲା ଓଠର ହସ ମଣିମୁକୁତାର ଝଲକଠାରୁ ଅଧିକ ଉଜ୍ଜ୍ୱଳ। ସେ ହସରୁ ସ୍ୱର୍ଗର ସୁଷମା ଝରେ, ଦେବତା ବଶ ହୁଅନ୍ତି। ତାଙ୍କର ଏଭଳି କଥା ଶୁଣି ଅନନ୍ତ ଲଜ୍ଜିତ ହେଲେ। 9 ନମ୍ବର. ଏହି ପଦଟିର ଅର୍ଥ ନିଜ ଭାଷାରେ ବୁଝାଇ ଲେଖିବା। ମଣିମୁକୁତାର ଝଲକରୁ ବଳି ଶୁଖିଲା ଅଧର ହସ, ସେ ହସରୁ ଝରେ ସରଗ ସୁଷମା, ଦେବତା ହୁଅନ୍ତି ବଶ। ଉତ୍ତର: ମଣି ... ବଶ। ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟକୁସୁମ ପୁସ୍ତକର ନଇଁଗଲା ଆପେ ମଥା ପଦ୍ୟରୁ ଆନୀତ। ଏଠାରେ କବି ଶ୍ରୀ ବଟକୃଷ୍ଣ ଓଝା ଉତ୍କଳମଣି ଗୋପବନ୍ଧୁ ତାଙ୍କ ସହକର୍ମୀ ଅନନ୍ତଙ୍କୁ କିଭଳି ମହତ ପରାମର୍ଶ ଦେଇଥିଲେ ତାହା ବର୍ଣ୍ଣନା କରିଛନ୍ତି। ଅନନ୍ତ ସାଇକେଲ ନ କିଣି ପାଦରେ ଚାଲି ଚାଲି ପାଣି କାଦୁଅରେ ପଶି ଦୁଃଖୀର ଦୁଃଖ ଦୂର କରନ୍ତୁ ବୋଲି ଗୋପବନ୍ଧୁ ତାଙ୍କୁ କହିଛନ୍ତି। କାରଣ ଦୁଃଖୀ ମଣିଷ ମାନଙ୍କର ଶୁଖିଲା ଓଠର ହସ ମଣିମୁକୁତାଠାରୁ ଅଧିକ ଉଜ୍ଜ୍ୱଳ। ସେହି ହସରୁ ସ୍ୱର୍ଗର ସୁଷମା ଝରିପଡ଼େ। ଏହାଦ୍ୱାରା ଦେବତାମାନେ ମଧ୍ୟ ବଶୀଭୂତ ହୁଅନ୍ତି। ଥ୍ୟାଙ୍କସ୍ ଫର୍ ୱାଚିଂ ଦିସ୍ ଭିଡ଼ିଓ। ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ ଫର୍ ମୋର୍ ଭିଡ଼ିଓଜ୍। ଥ୍ୟାଙ୍କ ୟୁ।